ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। প্রিয় শ্রোতা বন্ধু, প্রভু খ্রিস্টଙ୍କ କରୁଣାମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟର 31 ଏବଂ 32 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହିପରି କହିଲେ, ଏଣୁ କ'ଣ ଖାଇବା ଅବା କ'ଣ ପିଇବା କିଏ ବା କ'ଣ ପିନ୍ଧିବା ଏହା କହି ଚିନ୍ତିତ ହୁଅ ନାହିଁ, କାରଣ ବିଜାତିମାନେ ଏସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ପ୍ରୟୋଜନ ତାହା ତୁମମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି। ଯଦି ଆଜି ଆମେ ଜଗତକୁ ଦେଖୁ, ପ୍ରତ୍ୟେକ ମଣିଷ ଏହି ଲକ୍ଷ୍ୟରେ ଦୌଡ଼ୁଛନ୍ତି ଯେ ଆମେ କ'ଣ ଖାଇବା, କ'ଣ ପିଇବା ବା କ'ଣ ପିନ୍ଧିବା। ଏହିପରି ଚିନ୍ତା କରି ଅନେକ ନିଜ ଜୀବନକୁ ନଷ୍ଟ କରିଦିଅନ୍ତି। କେହି ତ କିଛି ବି ବସ୍ତୁ ପାଆନ୍ତି, ପୁଣି ତାହା ହରାଇ ଦିଅନ୍ତି, ପୁଣି ସେହି ଦୁଃଖରେ ରହନ୍ତି। ତେବେ ଆମ ସମ୍ମୁଖରେ ଏହି ପ୍ରଶ୍ନ ରହିଛି ଯେ କିପରି ଚିନ୍ତାର ବୋଝରୁ ଆମେ ମୁକ୍ତ ହୋଇପାରିବା। ଯେତେବେଳେ ଆମେ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କର ସହିତ ଏକ ଜୀବନ୍ତ ସମ୍ପର୍କରେ ଯୋଡ଼ି ହୋଇଯିବା, ତାହା ସମ୍ଭବ। ମାତ୍ର ପବିତ୍ର ବାଇବଲ ଏହା ସ୍ପଷ୍ଟ କରେ ଯେ ପାପ ହେତୁ ମନୁଷ୍ୟ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଛି ତଥା ସମସ୍ତେ ପାପ କରି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି, ଯାହା ରୋମିଓ 3 ଅଧ୍ୟାୟର 23 ପଦରେ ଲେଖା ଅଛି। ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହୋଇଥିବାରୁ ମନୁଷ୍ୟ ଭୟ ଓ ଚିନ୍ତାରେ ବଞ୍ଚୁଅଛି। ମାତ୍ର ଏହା କେତେ ଆଶ୍ଚର୍ଯ୍ୟ ବିଷୟ ଯେ ପ୍ରେମମୟ ଈଶ୍ୱର ଆମର ଏହି ଦୂରତାକୁ ଲୋପ କରିବାକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏହି ଜଗତକୁ ପଠାଇଲେ, ଯିଏ ଆମମାନଙ୍କର ପାପ ନେଇ କ୍ରୁଶ ଉପରେ ନିଜ ଜୀବନକୁ ବଳିଦାନ କଲେ। ସେ ତୃତୀୟ ଦିନରେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ଯେପରି ତାହାଙ୍କଠାରେ ବିଶ୍ୱାସ କରି ଆମେ ଈଶ୍ୱରଙ୍କ ସହିତ ଏକ ଜୀବନ୍ତ ସମ୍ପର୍କ ମଧ୍ୟରେ ପ୍ରବେଶ କରିପାରୁ। ପବିତ୍ର ବାଇବଲ କହେ, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କର ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଆଜି ଆପଣ ସେହି ସ୍ୱର୍ଗସ୍ଥ ପିତାଙ୍କ ସହିତ ଏକ ସମ୍ପର୍କ ମଧ୍ୟରେ ପ୍ରବେଶ କରିପାରିବେ। ଆଉ ଏହା ଆପଣ ଚାହାନ୍ତି କି? ତେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ଆପଣଙ୍କ ଚିନ୍ତାର ବୋଝରୁ ମୁକ୍ତ ହୋଇ ଏକ ସୁଖକର ଜୀବନ ଯାପନ କରିବା ନିମନ୍ତେ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।